वासुदेवाय नमो भगवते श्री जगन्नाथाय जय जगन्नाथ जय जगन्नाथ जय जगन्नाथ। दिने जुगल लीला भांगिब मितणी दारुण दैव दिने जुगल लीला भांगिब मितणी दारुण दैव दिने दिने जुगल लीला भांगिब मितणी दारुण दैव दिन जुगल लीला भांगिब मितणी दारुण दैव तो मन जदि मो ठारे थिब मो मन तो ठारे थिब तो मन जाबे मोटारे थीबा तोमरे तोठारे थीबा नीति वृंदावने रास कानने नीति वृंदावन रास कानने सेठी भेटा भेटी हेब मितणी दारुण दैवा दिन दिन जुगल निद्रा भांगिब मितणी दारुण दैवा जय जय जगन्नाथ जय जय जगन्नाथ जय जय जगन्नाथ। तो सज्जन मंडली आज मंच में प्रवेश कर मंच आसन श्रोता वक्ता ज्ञानी गुणी पंत साधु सन्त सभापति उपसाद संपादक सह संपादक संगठक सर्वप्रवेश दिन हिन किंचन तपरिषद मान मथात प्रणाम ग्रहण करेंगे। आज श्रीमद भागवत महामंचर ओडिशा आलोच्य विषय होती अष्टम स्कंदर अष्टादश अध्याय। बामन होई प्रभु आज वासुदेव आविर्भूत होती अखिल लोकर पूजित बलि यज्ञ उपगत होती से कथा आलोचना करवा। आलोचना पूर्व आप जानते आम विधि जे आम जत्किंत पारायण को जीवा धूप दीप नैवेद्य पर आम व्यासरे बसी पुस्तक आरंभ करने पूर्व जत्किंत पारायण को जाऊ पारायण पर आलोचना को आसवा। नारायण नमस्कृत नरस्तम देवी सरस्वती व्यासं ततो मुद्रत मुखं प्रतिभाचालं पंगुलहतगिरि जत्कृपात वंदे परमानंद माधव परमानंद हे माधव पदुव श्यामकरंद पान करी हेळे करी रे ब्रजनारी नारी कपय रे मन मोराऊ निरंतरे मन मो निरंतरे रहू हा कृष्ण बोली जीव जाऊ हा कृष्ण बोली जाऊ जीव मोते उदार हृदय मात्र उडंते जेते दोषा क्षमा करिबे पितवास गोविंद 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 पदु बाळू छे मकर हरि हरि बोल हरि हरि बोल। एबे आम पारायण को जीवा कांचन माँ आम आज व्यास बसी पारायण कर पारायण पर आलोचना कर अष्टादश अध्याय बामन होई आविर्भूत अखिल लोकरे पूजित कबळीर यज्ञ उपगत अष्टांग अष्टादशरे चरित शुण भीमनु नंदन जेमते जन्मिले बामन अतिथि प्रयव्रत फले विष्णु जन्मिले तार कोले तांक चरित शुणयबे जे रूपे कली की चलिबे ब्राह्मण स्तुति शुणी कोसे से हरि 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 बोल हरि हरि बोल। कौन माँ अधा कर सज्जन मंडली आम आलोचना करवा शुणी अभिमन्यु नंदन आज कहते जे हे व्यास कहते हे अभिमन्यु नंदन जे मते बामन जन्म हेले एवं अदिति प्रयवत बल विष्णु गर्भरे कूल रही जन्म हेले सहित ए शुण से रूपे बलिकी केमी छड़े ब्रह्मा स्तुति शुणी तोषे से हरि परमहर से
ଆଜି ଅମୃତ ଅଜ ଅମୃତ ଏଣୁ ଅମୃତ ଅଯୋଜା ଶରୀର ଏବେ ବାମନ ଅବତାର ଗଗନେ ଅର୍ଦ୍ଧେ ଦିନକର ବାମନ ଉଦରୁ ବାହାର ହେଲେ ଅଦିତ ଭୂମିଗତେ ବାମନ ଦେଖିଲେ ଅଗ୍ରତେ ନୀଳ ନିରଦ ତନୁବର୍ଣ୍ଣ ପ୍ରକାଶ କମଳ ଲୋଚନ ଆଜାନୁ ଲମ୍ବ ଭୁଜଚାରୀ ଶଙ୍ଖ ଗଦା ଚକ୍ର ଧରି ପୀତ ବସନ କଟି ଭାଗରେ ଆଜି ଶୋଭା ପାଉଛି। ଆହା କି କମନୀୟ ରୂପ ତଡ଼ିତ ଯେମିତି ନୀଳ ମେଘରେ ଧବଳ ବିଜୁଳି ଭଳି ଦେଖାଯାଉଛନ୍ତି। ଏଇ ରତ୍ନ କୁଣ୍ଡଳ କର୍ଣ୍ଣ ଯୁଗରେ ଶିବସ୍ୟ ଚିହ୍ନ ହୃଦ ଭାଗରେ ଶୋଭା ପାଉଛି। ଉରେ ଲମ୍ବଇ ବନମାଳ ସୁନ୍ଦର ଅଳକା କପଳ ମଣି ମୁକୁଟ ଆଇ ସିଏ ସାଜୁଛି ଅମୂଲ୍ୟ ରତ୍ନ ସୁରଖଜି। ଏଣୁ ଅତି ସୁନ୍ଦର ସୁମଥୁର ଏବଂ ସୁନ୍ଦର ସୁଗଠନ ଅଙ୍ଗ ଦେଖାଯାଉଛି। ଭୂମିରେ ବିପ୍ର ବେଦନାଦ କରୁଛନ୍ତି ଅନଳ ପୁରନ୍ତି ସମିଧେ ଗୋ ବିପ୍ର ଭୂ ପର୍ବତ ଆକାଶ ଦେହ ପ୍ରଫୁଲ୍ଲିତ ହେଉଛି। ଭାଦ୍ରବ ମାସ ଶୁକ୍ଳ ପକ୍ଷେ ଦ୍ୱାଦଶୀ ଶ୍ରାବଣା ରକ୍ଷରେ ମୁହୂର୍ତ୍ତ ନାମ ଅଭିଜିତ ଗ୍ରହ ନକ୍ଷତ୍ର ସୁସ୍ରସ୍ତ ସର୍ବ ନକ୍ଷତ୍ର ତାରାଗଣେ ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ବିଜୟା ଯୋଗର ମଧ୍ୟାହ୍ନରେ ଶଙ୍ଖ ଦୁନ୍ଧୁବି ବାଦ୍ୟ ସ୍ୱର୍ଣ୍ଣରେ ମୃଦଙ୍ଗ ପଟହ ସମାନେ ଶୁଭନ୍ତି ଭେରି ନାଦ ସ୍ୱର୍ଣ୍ଣ ବାଜଇ ଗୋମୁଖ ଆନନ୍ଦ ପ୍ରଣବ ତୁରୀ ଯେ ଅନେକ ଗୀତ ବିନୋଦ ନୃତ୍ୟ ଗୋଳ ଉଛୁଳୁଛି ତୁମୂଳ ନାଚନ୍ତି ଅପ୍ସରା ବୃନ୍ଦ ଗନ୍ଧର୍ବେ ଯନ୍ତ୍ରବାଦ୍ୟ କରି ଆଜି ନାଚୁଛନ୍ତି ଦେବତା ପିତୃ ମୁନିଗଣେ ଅଗ୍ନି ସହିତ ଜଣେ ଜଣେ ସ୍ତବ କରୁଛନ୍ତି ସିଦ୍ଧ ବିଦ୍ୟାଧରେ ତୁଲେ କିମ୍ ପୁରୁଷ ତିନରେ ଚାରଣ ଯକ୍ଷ ରକ୍ଷ ଆଦି ସୁବର୍ଣ୍ଣ ଭୁଜଗ ପ୍ରସିଦ୍ଧି ସ୍ତୁତି ବଚନେ ଗୀତ ସ୍ୱରେ ପୁଷ୍ପ ବର୍ଷୁଛନ୍ତି ନିରନ୍ତରେ ଅଦିତି ଗୃହେ ପୁଷ୍ପବୃଷ୍ଟି ହେଉଛି ଯେତେ ଖଣ୍ଡିବ ଜନବୃଷ୍ଟି ଅଦିତି ଆଜି ନିଜ ପୁତ୍ର ଦେଖି ନିର୍ମଳ ଆଖି କରୁଛି। ଶ୍ରୀହରି ନିଜ ଯୋଗ ବଳରେ ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ଆଜି କଶ୍ୟପ ଜୟ ଜୟ ବାଣୀ ମଙ୍ଗଳ ବେଦ ବାକ୍ୟ ଭଣୁଛନ୍ତି। ତକ୍ଷଣେ ପ୍ରଭୁ ଭଗବାନ ରୂପ ପ୍ରକାଶିଲେ ବାମନ ରୂପ ଦେଖିଲେ ସର୍ବଦିଗପାଳ ଦେବୀ ଦେବତା ଅନ୍ତରରେ ବଟୁ ବାମନ ରୂପ ଦେଖି ମୁନିଏ ଆଶ୍ରମ ଦେଖିଲେ କଶ୍ୟପ ଆଶ୍ରମ ମିଳିଲେ ଜୟ ମଙ୍ଗଳ ସ୍ତୁତି କଲେ ବିଧାତା ଆଦି ମୁନି ତୁଲେ ପୁତ୍ରର ଜାତ କର୍ମ କଲେ ବାମନ ଉପନୟନ ଦେଖି ସବିତା ଗଗନ ଉପେକ୍ଷୀ ସାବିତ୍ରୀ ମନ୍ତ୍ର କର୍ଣ୍ଣେ କହେ ଆଜି ଯଜ୍ଞ ପବିତ୍ର ଧାରଣ କଲେ ଆଜି ବାମନ ସାବିତ୍ରୀ ମନ୍ତ୍ର ପଦେ କହିଲେ ଜଣେ ସବିତା ତେଜ ବହେ ଗୁରୁ ପଇତା ଦେଲେ କନ୍ଧରେ କଶ୍ୟପ ମେଘଳା ଆନନ୍ଦରେ ଅବନି କୃଷ୍ଣାଜି ନ ଦେଲେ ଶଶାଙ୍କ ଦଣ୍ଡ ସମର୍ପିଲା ଅଦିତି ତେଲା କୌପିନି ଆକାଶ କଲା ଛତ୍ରଦାନ ମୁନିଏ করে ଦେଲେ ଦର୍ବ କମଣ୍ଡଳ ଯେ ବେଦଗର୍ଭ ଶାଳା ଦେଲେ ଅକ୍ଷମାଳା ଯେମନ୍ତେ ବୁଦ୍ଧି ଅନର୍କଳା ହେବ ଯକ୍ଷ ରାଜା ଶୁଦ୍ଧ ଚିତେ ଭିକ୍ଷା ପାତ୍ରଣ ଦେଲେ ହସ୍ତେ ଅମ୍ବିକା ଭିକ୍ଷା ଦେଲେ ଆଣି ସଙ୍ଗତେ ଘେନି କମଳନି ମୁନିଏ ବ୍ରହ୍ମ ତେଜ ଦେଲେ ସ୍ତୁତି ବଚନେ ସ୍ତୋଷ କଲେ ଯେ ଯାହା ତେଜଯୁକ୍ତ ହୋଇ ଭାବେ ବିନୟ ସ୍ତୁତି କହି କଶ୍ୟପ ହୋମ କରାଇଲେ। ବିଧାତା ପୁରୁଷ ବୋଲେ ଏମନ୍ତ ବିପ୍ର ରୂପ ଧରି ପ୍ରଭୁ ପୂର୍ଣ୍ଣ ଆହୁତି ହୋମ କରି ତେଣେ ଶୁକ୍ର ଯେ ଯଜ୍ଞବିଧି ବଳିର ସତେ ଅଶ୍ୱମେଧି ଯଜ୍ଞ କରାଉଛି ମନ୍ତ୍ରବରେ ଅମରେ ସ୍ଥାପିବ ନିଶ୍ଚଳେ ସେ କଥା ଜାଣିଲ ପ୍ରଭୁ ବାସୁଦେବ ବାମନ ତକ୍ଷଣେ କଲେ ଗମନ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲେ ପ୍ରଭୁ ବଳି ଭୁବନେ ଆଜି ବିଷ୍ଣୁ ଯାଆନ୍ତେ ଭୂମି କମ୍ପମାନ ହେଲା ପଦାଘାତେ ଜୟତୁ ପତିତ ପାବନ ବଳି ଦ୍ୱାରେ ବାମନ ଜୟତୁ ପତିତ କେଶବ କଂସରି ରାଧେ କେଶବ କଂସରି କୃଷ୍ଣ ମଧୁସୂଦନ କୃଷ୍ଣ ମଧୁସୂଦନ ଜୟତୁ ପତିତ ଆଜି ବଳି ଦ୍ୱାରକୁ ପ୍ରଭୁ ଚାଲିଛନ୍ତି ବାମନ ରୂପ ହୋଇ ଆପଣ ଦେଖନ୍ତୁ ଯେ ରଥରେ ରଥେ ତ୍ୱଂ ବାମନ ଦୃଷ୍ଟା ପୁନର୍ଜନ୍ମ ନୈବେଦ୍ୟତେ ଯଦି ପ୍ରଭୁଙ୍କୁ କେହି ରଥରେ ଦର୍ଶନ କରେ ପ୍ରଭୁ ରଥରେ ବାମନ ରୂପ ହୋଇ ଆଜି ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ଯଦି ସେଇ ରଥ ମଧ୍ୟରେ ପ୍ରଭୁଙ୍କ ବାମନ ରୂପକୁ କେହି ଦର୍ଶନ କରେ ତେବେ ସେ ଲକ୍ଷେ କୋଟି ଗୁଦାନର ଫଳ ଲଭେ ପୁନର୍ଜନ୍ମ ନୈବେଦ୍ୟତେ ସିଂହାସନ ଦର୍ଶନ କରିବା 10 ଥର ଯାହା ଏକଥର ରଥରେ ବାମନ ରୂପରେ ପ୍ରଭୁ ଦର୍ଶନ କରିବା ବାମନ ରୂପର କଥା ଆହା ପ୍ରଭୁ ଯେତେ ରୂପ ହୋଇଛନ୍ତି ବାମନ ରୂପ ତ ଅମରେ ସ୍ଥାପି ହୋଇଛି ସେ କଥା ଜାଣିନ ବାମନ ଆଜି ଚାଲିଛନ୍ତି ବଳିଦ୍ୱାରକୁ ଭୂମି କମ୍ପୁଛି ପଦାଘାତରେ
आज भृगु कच्छे से विप्रवर नर्मदा नदी कूतरे बड़ी की जजमान बरी मिली भृगुर आग करी यज्ञ कर मंत्र बड़े जमते अमर मंडल बड़ी दृढ़ भाव में बस निर्भय कल्प पर्यंत एमंत बड़ी यज्ञ बाटे बामन जाई मिले कपटरे रवि किरण तारा पंथी जमी झटकुची हतज्योति भागर्भ आदि पुरोहित सदस्य जजमान जेते बामन तेजे अस्त हो गले तम जमती प्रातः काल रवि शशांक दिवा बन्ही मिले निज तेज घेनी जमती सूर्य किरण राति हो गले सकाळ हो गले सूर्य किरण अंधकार को दूर करे सेमती बामन पहुँची गले यज्ञ मंडल पाखे यज्ञ मंडप निकटरे सब अपसरी गले निज तेज घेनी प्रभु आज मिली कि सनक ब्रह्मासुत यज्ञ प्रेक्षणे उपगत हेले एमंत जानी न पारे बामन तेजे अस्त हो गले मुहूर्ते रही खेद मन रे चाहती मोहित नयन रे अरे करी न पारी अनुमान गोविंद सर्वे होइले हत ज्ञान गोविंद उदक मंडल को घेनी गोविंद करी न सामवेद ध्वनि गोविंद जेतबेले छोटिया बामन रूपटी होई यज्ञ पवित्र धारण करी प्रभु आज ठिया होइचंती ब्राह्मण छुआ कौन करेंगे ब्राह्मण पोषे कथा कह बैगण पुआ ब्राह्मण छुआ किसी बैगण पुआ जोर पकड़े से बचब ब्राह्मण किसी क्षति होनी आज्ञा यज्ञ पवित्र धारण करी सामवेद गायन कर प्रभु आज बामन बलिद्वारे बामन बेशरे यज्ञ स्थल सामवेद गायन कर प्रभु करीण सामवेद ध्वनि उदक कमंडल घेनी गोविंद 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 अदुगलुची मकर श्यामवेद ध्वनि करछंती विष्णु मिले यज्ञ बाटरे बलि नृपतिर निकटे आज कटिरे मुंजार मेखला यज्ञ पवित्र अक्षमाला कंधरे कृष्णाजी न सहे उतरी प्राय निज देहे अद्भुत बाल सुकुमार शिरे विराज जटाभार माया बामन रूप देखी तक्षणे आसन उपेक्षी भृगु सहित जेते शिष्य थिले अग्नि ही उठिले त्वरिते अंजलि हस्त करी बेगे मिले बामन पाखरे आज बलि बामन रूप को चाही आसन देला आनी कहला प्रभु ब्राह्मण देवता आपण कौन पे आछन मु तो दान ध्यान अपूर्ण आपण कहतु चरण नमस्कार करी आज कह हे ब्राह्मण देवता आप भले भले आसी पहुँचले तो किसी असुविधा है तापर कौन है आम अन्न क्लिप्रे देखा प्रभु आज बामन रूप में पहुँचती बलि एवं यज्ञ जो मैंने सब पुरोधा थे पुष्टाचार्य थे आचार्य थे समस्त ब्रह्मा थे समस्ते आसी आसन दे हाथ जोड़ी ब्राह्मण को बसौं प्रभु बामन रूपी अवतार होती तापर कौन है अन्न क्लिप्रे देखा एवं तो समय गला श्रीमन्नारायण नारायण नारायण श्रीमन्नारायण नारायण नारायण सत्यनारायण नारायण नारायण वर्षे नारायण 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 हरि ओं सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु महं कैदिको वा भवतं शान्तिः 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 जय जय जगन्नाथ जय जय जगन्नाथ जय जय जगन्नाथ हरि ओं तत्सत् हरि ओं तत्सत् हरि ओं तत्सत् ओम नमो भगवते वासुदेवाय ओम नमो भगवते श्री जगन्नाथाय जय जय जगन्नाथ जय जय जगन्नाथ जय जय जगन्नाथ जय दुर्गा माधव कृपामय्य कृपामयी जय दुर्गा माधव कृपामय कृपामयी जय दुर्गा माधव प्रभु दुर्गा कुशबी माधव होइले मोदिया बहुरूपे जय दुर्गे व्यापी अच्छ सर्वभावे बहुरूपे जय दुर्गे
মদন মোহন অঙ্গে বসাইছু বহু রঙ্গে মদন মনাঙ্গে বসাইছো বহু রঙ্গে মোহন চিত্ত মোহিনী শ্রী সর্ব মঙ্গলা তুহি জয় দুর্গা রাধে 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 হ্যাঁ কৃপাময় কৃপাময়ী জয় দুর্গা মাধব জয় জগন্নাଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସଜ୍ଜନ ମଣ୍ଡଳୀ ଆମେ ଏ କ୍ଲିପ୍ର ବା ଏ ବିଷୟର ଅବସ୍ଥା ଆଲୋଚନା କରିବା ଯେତେବେଳେ ବାମନ ରୂପୀ ଭଗବାନ ଆଜି ବାସୁଦେବ ପହଞ୍ଚି ଯାଇଛନ୍ତି ଯଜ୍ଞସ୍ଥଳରେ ଆଜି ବଳି ଆସି ଆସନ ଦେଇଛି ଚରଣ ନମସ୍କାର କରିଛି କାରଣ ବଳିର ଲକ୍ଷଣ ହେଉଛି ସେ ଦାନୀ ଏମିତି ଦାନୀ କେହି ନାହିଁ ବଳି ଚାହିଁ ବଳି ହେଉଛି ଯେମିତି କର୍ଣ୍ଣ ବଳି ହେଉଛି ଦାନ କରି ଯିଏ ଯାହା ମାଗିବ ଦେଇଦିଏ ଆଗେ ତାଙ୍କୁ ଆସନ ଦେଇଛି ଅତିଥି ଦେବ ଭବ ବ୍ରାହ୍ମଣ ଦେବତା ଆପଣ ମୋ ଦ୍ୱାରକୁ ଆଇଛନ୍ତି ଭଲରେ ଆସି ପହଞ୍ଚିବେ ତ ପଛରେ କିଛି ଅସୁବିଧା ହେଇନି ତ ନା 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 କିଛି ହେଇନି ନା ଆପଣ ଆସନ ଦେଉଛି ଆପଣ ବସନ୍ତୁ ପଦଧୂତ କରିଦେଇଛି ପ୍ରଣାମଟି କରିଛି ଆଜି ପବିତ୍ର କରିଛନ୍ତି ଆନନ୍ଦ କଣ୍ଠ ଗଦଗଦରେ ପାଦ ଉଦକ ନେଇକି ପାଦ ଧୋଇ ଦେଇଛି ସେଇ ପାଦରେ ଯେଉଁ ପାଣି ପଡ଼ିଛି ବା ଧୋଇ ଦେଇଛି ସେ ପାଦକୁ ବଳି ସେ ପାଦକୁ ନେଇ ପାଣିକୁ ନେଇ ଗର୍ଭରେ ଖେପିଛି କିଛି ମୁଣ୍ଡରେ ଛିଞ୍ଚି ଯାହା ବ୍ରାହ୍ମଣ ଦେବତା ଏବଂ ଅତିଥି ଦେବ ଭବ ଅତିଥିଙ୍କ ବିଷ୍ଣୁ ଭାଇ ମଣି ଆଜି ପ୍ରଣାମ କରି ପାଦ ଦକ ନେଇ ଗର୍ଭକୁ ଖେପୁଛି ରୁହ ମହର୍ଷ କହିବ ଯାହାର ଚରଣେ ଶରୀରରେ ଖଣ୍ଡଇ ସର୍ବମଙ୍ଗଳ ଗିରିଜା ଧବ ଜଟା ଭାରେ ପାଦ ଉଦକ ବହେଶରେ ବଳି ସେ ବେନି ପାଦ ଯୋଡ଼ି ବାମନକୁ ଆଜି ତା ପାଦ ଧୂଳି ବାମନର ନେଇ ଆଜି ପାଦ ପାଣି ନେଇ ଦେହରେ ପକେଇଛି ଆଉ ପାଦ ତଳେ ପଡ଼ିଯାଇଛି ବଳି ଆଜି କହୁଛି ଭୋ ବିପ୍ର ନମୁତ ଚରଣେ ଅଶେଷ କୁଶଳ କାରଣେ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ବ୍ରହ୍ମରୁ ସିଂହ ତେଜ ପ୍ରାୟ ମୁହିଁ ଦେଖଇ ତୋର ଦେ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଆଚ୍ଛା ବଳି ଆଜି କହୁଛି ହେ ବିପ୍ର ମୁଁ ତ ପାଦ ପଦ୍ମରାଣୀ ନମନ କରୁଛି ପ୍ରଣାମ କରୁଛି ଅଶେଷ କୁଶଳ କାରଣ ବ୍ରହ୍ମ ଋଷିଙ୍କ ତେଜ ଯେମିତି ଋଷିମାନଙ୍କ ତେଜ ଦେଖାଯାଏ ଆଜି ମୁଁ ତୋ ଦେହରେ ସେଇ ତେଜ ଦେଖୁଛି କେତେ ଆସିଛନ୍ତି ଧ୍ୟାନ ମୁଁ ଦେଇଛି ବ୍ରାହ୍ମଣମାନେ କିନ୍ତୁ ଏମିତି ତେଜ କାହାର ମୁଁ ଦେଖିନି ଦେଖିନି ତୋ ଭଳି ତେଜ ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତେ ତୋ ରୂପ ନାହିଁ ଏ ଜଗତେ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଆଜି ବାସୁଦେବ ବାମନ ରୂପ ହୋଇ ବଳି ନିକଟରେ ପହଞ୍ଚନ୍ତି ବଳି କହୁଛି ହେ ବିପ୍ର ତୁ ବ୍ରାହ୍ମଣ ଭଳି ତ ଦେଖାଯାଉନୁ ତୁ ବ୍ରହ୍ମ ସ୍ୱରୂପ ଦେଖାଯାଉଛୁ ସ୍ୱୟଂ ବିଷ୍ଣୁ ଭଳି ଦେଖାଯାଉଛୁ ତୁ ଭଗବାନ ଭଳି ଦେଖାଯାଉଛୁ ତୁ ବ୍ରାହ୍ମଣ ତ କେତେ ବ୍ରାହ୍ମଣ ଏମିତି ଆସିଛନ୍ତି ମୁଁ କାହାକୁ କ'ଣ ଦାନ କରିଛି ତେଣୁ ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତ ଦେଖାଯାଉଛୁ ତୋ ରୂପ ଏ ଜଗତରେ ମୁଁ କେଉଁଠି ବି ଦେଖି ନାହିଁ ଏ ରୂପ କି ଅର୍ଥେ ତୋହର ଆଗମ କହ ତୋହର କିସ ନାମ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଆଜି ସୁନ୍ଦର ବିଷୟଟି ଆପଣମାନଙ୍କୁ ମୁଁ ଶ୍ରବଣ କରାଉଛି ଆପଣଙ୍କର ଭାଗ୍ୟ ଥିଲେ ଆକୁ ଶ୍ରବଣ ହେବେ ନଚେତ କ'ଣ କିଏ ହେଉଛି କିଏ ଶୁଣୁଛି ଏଗୁଡ଼ା ଏ ଶୁଣିବାକୁ ଚାହିଁବେ ଏବେ ଏତେ ସମୟ ନାହିଁ ଶୟନ ସମୟରେ ଶୋଇବା ସମୟରେ ଆପଣ ଲଗାଇଦେବେ କାନରେ ଦେଇ ଶୁଣିବେ ବ୍ଲୁଟୁଥ୍ ଦେଇ ଶୁଣିବେ କେତେ ସୁନ୍ଦର ଲାଗିବ କେତେ ସୁନ୍ଦର ବିଷୟ ଆଜି ପଚାରୁଛି ବଳି କହୁଛି ହେ ବ୍ରାହ୍ମଣ ଦେବତା କେଉଁ ଅର୍ଥରେ ଆଗମନ ହେଇଛ କ'ଣ ପାଇଁ ଆସିଛ ଆଉ ତୁମ ନାଁଟା କ'ଣ
ମୋ ପିତୃଗଣେ ଆଜ ତୋଷ ଗୋବିନ୍ଦ ପବିତ୍ର ମୋର ଗୃହବାସ ଗୋବିନ୍ଦ ଆଜ ମୋ ସୁଫଳ ଜୀବନ ଗୋବିନ୍ଦ ତେଣୁ ତୋର ଆଗମନ ଗୋବିନ୍ଦ କହିଲେ ହେ ବ୍ରାହ୍ମଣ ଦେବତା ଅତିଥି ଦେବ ଭବ ମୋ ପିତୃଗଣେ ଆଜି ଯେଉଁମାନେ ଅଛନ୍ତି ପିତାମହ ପ୍ରପିତାମହ ବୃଦ୍ଧଂ ପିତାମହ ସେମାନେ ଆଜି ଉପରେ ଥାଇ ମଧ୍ୟ ଖୁସି ହେଉଛନ୍ତି ତୋଷ ହେଉଛନ୍ତି ଆହା ଭାଗ୍ୟ ଥିଲେ ଆପଣ ଭଳି ଜଣେ ଅତିଥି ମିଳେ ଆଜି ମୋର ଜୀବନ ବି ସୁଫଳ ହେଇଗଲା ପବିତ୍ର ହେଲା ମୋ ଘର ଆଜି କାହିଁକି ନା ତୁ ଯେତେବେଳେ ଆଗମନ ହେଲୁ ପବିତ୍ର ହୋଇଲା ମୋ କୁଳ ଗୋବିନ୍ଦ ଲଭିଲି ସତ୍ର କତୁ ଫଳ ଗୋବିନ୍ଦ ଆଜ ନୟନେ ଘୃତ ରାଶି ଗୋବିନ୍ଦ ଜଳିବ ମୋର ତୋଷୀ ଗୋବିନ୍ଦ କହିଲେ ହେ ବ୍ରାହ୍ମଣ ଦେବତା ଆଜି ମୁଁ ସତ କ୍ରତୁ ଫଳ ଲଭିଲି ଆଜି ଅନଳେ ଘୃତ ରାଶି ଜାଳି ଶୁଦ୍ଧ ଜଳିବ ମୋର ତୋଷ ଇଏ ଭୂମି ପବିତ୍ର ହେଲା ମୋର ଏ ମାଟି ଆଜି ବସୁଦ୍ଧା ବା ମୋର ଏ ଚକଡ଼ା ଆଜି ପବିତ୍ର ହେଇଗଲା ନିର୍ମଳ ହେଇଗଲା ମୋର ଆଖି ଆଜି ହଁ ଯେମିତି ସ୍ୱର୍ଗପୁର ଆଜି ସେମିତି ମେ ଲାଗିଲା ଭବିପ୍ର ଦାନ ମାଗ ମୋତେ ଯେ ବା ଇଚ୍ଛା କର ଚିତେ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ହେ ବିପ୍ରବର ଆପଣ ଆଜି ଯଜ୍ଞ ସ୍ଥାନ ମୁଁ ଉଠି ଆସିଛି ଆଜି ବ୍ରାହ୍ମଣମାନେ ବସିଛନ୍ତି ମୋ ପୁରୋହିତମାନେ ବସିଛନ୍ତି ଯଜ୍ଞର ବ୍ରହ୍ମା ବସିଛନ୍ତି ଯଜ୍ଞର ଆଚାର୍ଯ୍ୟ ବସିଛନ୍ତି ଯଜ୍ଞର ହୋତା ବସିଛନ୍ତି ସମସ୍ତେ ଅଛନ୍ତି ଆଜି ତାଙ୍କ ନିକଟରେ ମୁଁ ଉଠି ଆସିଛି ଆପଣଙ୍କ ସେବା କରିବା ପାଇଁ ଅତିଥି ଦେବ ଭବ ମାନବ ସେବା ହେଉଛି ମାଧବ ସେବା ପୁଣି ଅତିଥି ଦେବ ଭବ ଏଣୁ ମୋତେ କ'ଣ ମାଗିବା କଥା ମାଗ ଆସିଛ ମାନେ କିଛି ମାଗିବା ପାଇଁ ବ୍ରାହ୍ମଣ ଦାନ ମାଗିବା ପାଇଁ ମୁଁ ଦାନ ସହିତ ଦକ୍ଷିଣା ଦେବି ମାଗ କ'ଣ ମାଗିବ ହଁ ଗୋରୁ କାଞ୍ଚନ ଦିବ୍ୟ ପୁରା ଗୋବିନ୍ଦ ପ୍ରାସାଦ ମନୋହର ଗୋବିନ୍ଦ ଗ୍ରାମ ପାଟଣା କନ୍ୟା ଧନ ଗୋବିନ୍ଦ ଅମୂଲ୍ୟ ବସ୍ତୁ ରତ୍ନ ମାନ ଗୋବିନ୍ଦ ହେ ବ୍ରାହ୍ମଣ ଦେବତା ଆଜି ବଳି ଦୁଇ ହାତକୁ ଯୋଡ଼ି ଦେଇ କହୁଛି ହେ ବ୍ରାହ୍ମଣ ଦେବତା ଯାହା ଇଚ୍ଛା କରୁଛ ଗୋରୁ ସୁନା ଦିବ୍ୟପୁର ପ୍ରସାଦ ରାଜପ୍ରସାଦ ମନୋହରପୁର ଗ୍ରାମ ପାଟଣା କି ସୁନ୍ଦର କନ୍ୟା କି ଧନ ଅମୂଲ୍ୟ ବସ୍ତୁ କି ରତ୍ନ କ'ଣ ମାଗୁଛ ମାଗ ଅନ୍ନବସନ ଆଦି ଯେତେ ଗୋବିନ୍ଦ ବିପ୍ର ମାଗ ପ୍ରମିତେ ଗୋବିନ୍ଦ ଅନ୍ନ ବସ୍ତ୍ର ଯେତେ ଅଛି ହେ ବିପ୍ର ଯାହା ମାଗିବା କଥା ମୋତେ ମାଗ ହାତୀ ମାଗ ତୁରଙ୍ଗ ମାଗ ସୁଖାସନ ମାଗ ରଥ ମାଗ ପଲଙ୍କ ମାଗ ଗଜ ତୁରଙ୍ଗ ସୁଖାସନ ଗୋବିନ୍ଦ ରଥ ପଲଙ୍କ ଜହିଁ ମନ ଗୋବିନ୍ଦ କ'ଣ ମାଗିବ ଆଜି ମୋତେ ମାଗ କିଏ ବା ତୋ ମନରେ ଅଛି ହେ ବିପ୍ର ଯାହା ଇଚ୍ଛା ହେଉଛି ମାଗ ମୁଁ ଦେବି ସତ୍ୟ ଏ ବଚନ ଦାରା ତ ନୟ ଜୀବନ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଯାହା ମାଗିବ ଦାରା ତନୟ ମାନେ ପୁଅ ସ୍ତ୍ରୀ ଯାହା ମାଗିବ ମୁଁ ଦେଇଦେବି ସତ୍ୟ ସତ୍ୟ ତ୍ରିବା ସତ୍ୟ ସତ୍ୟ ବଚନ ମୋର ଯାହା ମାଗିବ ମୋ ଜୀବନ ମାଗିଲେ ମୁଁ ଦେଇଦେବି ହେମନ୍ତ ବଳି ବ୍ୟଗ୍ର ଚିତ୍ତରେ ବାମନ ଆଗରେ କହିଲା ହାତ ଯୋଡ଼ି ହେମନ୍ତ ବଳି ବାକ୍ୟ ଶୁଣି ବିଷ୍ଣୁ ସ୍ୱଭାବେ କୁଶପାଣି ମଙ୍ଗଳସ୍ୱରେ ବେଦଧ୍ୱନି କରୁଛନ୍ତି କହନ୍ତି ବଳି ମନ ଘେନିକି ତିନି ଭୁବନ କମ୍ପୁଛି ନାଦରେ ସୁଜନେ ଆଜି ବିଷ୍ଣୁ ଆଜି କ'ଣ କହିବେ ଆମେ ତ ଶୁଣିବା ନିଶ୍ଚୟ ବଳି ତା କଥା କହିଦେଲା ଯାହା ମାଗୁଛ ମାଗ ପ୍ରଭୁ କ'ଣ କହିବେ ପ୍ରଭୁ ଆଜି ବଳିକି କେଉଁ ଦାନ ମାଗିବେ ଆମେ ଆସନ୍ତା କାଲି ସେ କଥା ଆଲୋଚନା କରିବା ଆଜି ତ ସମୟ ହେଲାଣି ଆପଣମାନେ ୟାକୁ ଶ୍ରବଣ କରିବା ପାଇଁ ମୋର ବିନମ୍ର ନିବେଦନ ସୁନ୍ଦର ବିଷୟଟି ବଳି ଦ୍ୱାରେ ବାମନ କେମିତି ମାଗିବେ ଏଣୁ ବଳି କେତେ ଉତ୍ସାହିତ ଯାହା ମାଗିବ ମାଗ କ'ଣ ମାଗିବେ ଆସନ୍ତା କାଲି ସନ୍ଧ୍ୟା ସମୟରେ ମା ବ୍ରହ୍ମାଣ୍ଡୁଆ ପୀଠରେ ଆମେ ଆଲୋଚନା କରିବା ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ ବିଦାୟ ଦିଅନ୍ତୁ ଭାଇ ମନେ ପକାଉଛେ ବାଟେ ବିଦାୟ ଦିଅନ୍ତୁ ଭାଇ କଳି ଯୁଗେ ଏକା ସାର କଳି ଯୁଗେ ଏକା ସାର ଏକା
भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मम कश्चित् दुःखभाग् भवेत्। हरि ओम शांति शांति शांति। जय जगन्नाथ जय जगन्नाथ जय जगन्नाथ। हरि ओम तत्सत् हरि ओम तत्सत् हरि ओम तत्सत्।